जय जगन्नाथ गुड मॉर्निंग दर्शक बंधु आज हूँ एप्रिल मास 26 तारिख रविवार। तो आज सकाळ कौन टॉप न्यूज रही चलतु देखि नवा ता पूर्व चैनल को सब्सक्राइब करी पाखरे थिबा ऑल बेल आइकन को दबाई दियंतु कारण जहाँ भी लेटेस्ट इनफॉरमेशन रही आपण माने सर्वप्रथम देखि परिबे। प्रथम अपडेट रही मे मास 1 रु भितरकनिका बंद। कुंभीर प्रजनन पई मे मास 1 तारिख रु जुलाई 31 तारिख पर्यंत बंद रहिबो भितरकनिका जातीय उद्यान। ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 3 ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଇନଷ୍ଟାରେ 10 ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଡ୍ଡା। ଆପ୍ ଛାଡ଼ି ପଦ୍ମ ଧରିବା ପରେ ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କର ଫଲୋଅର୍ସ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି। ପାର୍ଟି ପରିବର୍ତ୍ତନ ପରେ ତାଙ୍କର ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା 1 ମିଲିୟନ କମିଛି। ପୂର୍ବରୁ ସାଂସଦ ରାଘବ ଚଡ୍ଡାଙ୍କର ଇନଷ୍ଟାଗ୍ରାମ ଫଲୋଅର ସଂଖ୍ୟା ପ୍ରାୟ 14.6 ମିଲିୟନ ଅର୍ଥାତ୍ 1,46 ଲକ୍ଷ ଥିବା ଦେଖିବା ପାଇଁ ମିଳିଥିଲା। କିନ୍ତୁ ଗୋଟିଏ ଦିନରେ ପ୍ରାୟ 1 ମିଲିୟନ ଅର୍ଥାତ୍ 10 ଲକ୍ଷ ଫଲୋଅର୍ସ କମି ଯାଇଥିବା ଦେଖିବାକୁ ମିଳିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀଙ୍କୁ ନିଯୁକ୍ତି କରାଯାଇଛି। ସେ ବର୍ତ୍ତମାନର ଉପାଧ୍ୟକ୍ଷ ସୁମନ କେ ବେରୀଙ୍କର ସ୍ଥାନ ନେବେ। ପରବର୍ତ୍ତୀ ଅପଡେଟ୍ ରହୁଛି ଖୁବ୍ ଶୀଘ୍ର ଇରାନ ଆମେରିକା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ବୈଠକ ୟୁଏସ୍ ସହିତ ସିଧା ଆଲୋଚନା କରିବନି କହିଲା ଇରାନ। ପରବର୍ତ୍ତୀ ଅପଡେଟ୍ ରହୁଛି ସରକାରୀ କର୍ମଚାରୀଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମେ ମାସ 31 ତାରିଖ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ ଅନଲାଇନ୍ରେ ସେଲ୍ଫ ଆପ୍ରେଜାଲ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ସେମାନେ କେତେ କାମ କରୁଛନ୍ତି ସେ ସବୁର ସମ୍ପୂର୍ଣ୍ଣ ଭାବେ ହିସାବ ନିକାଶ ହେବ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଜନ ଅଭିଯୋଗ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ। ଏହି ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି। ହମରୁଜ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି, ଯାହାକୁ ନେଇ ଓଡ଼ିଶା ସରକାର ଗତକାଲି ନୂଆ ନିୟମ ଆଣିଛନ୍ତି। ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ 50 ଲିଟରରୁ ଅଧିକ ଏବଂ 500 ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ ବିକ୍ରି କରିପାରିବେ ନାହିଁ ବୋଲି ସୂଚନା ରହୁଛି। ଏଥିପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକୁ ତାଗିଦ କରାଯାଇଛି। ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏଭଳି ଏକ ନୋଟିସ ଲଗାଯାଇଥିବା ସୂଚନା ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସମ୍ବଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ମାରିଦେବାକୁ ଦିଆଗଲା ଧମକ। ସମ୍ବଲପୁର ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମ କଭରେଜ କରିବା ସମୟରେ ଜଣେ ସାମ୍ବାଦିକଙ୍କୁ ହଇରାଣ କରାଯିବା ସହିତ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସୂଚନା ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ପିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର। ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ବା 23ତମ କିସ୍ତି ଆପଣଙ୍କୁ ଜୁନରୁ ଜୁଲାଇ ମାସ ମଧ୍ୟରେ ମିଳିବ ବୋଲି ତଥ୍ୟ ରହୁଛି। ତା ପୂର୍ବରୁ ଇକେୱାଇସି କରିବା ପାଇଁ ପରାମର୍ଶ ଦିଆଯାଉଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସୁକନ୍ୟା ସମୃଦ୍ଧି ଯୋଜନାକୁ ନେଇ ଆସିଲା ବଡ଼ ଖବର। ଝିଅଙ୍କର ଭବିଷ୍ୟତ ସୁରକ୍ଷିତ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା। ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି ଆଉ ଝିଅର ବୟସ 1 ବର୍ଷରୁ ନେଇକି 10 ବର୍ଷ ଭିତରେ ଅଛି ତାହେଲେ ନିହାତି ଭାବେ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲନ୍ତୁ। ସୁକନ୍ୟା ସମୃଦ୍ଧି ଯୋଜନାରେ ବାର୍ଷିକ 250 ଟଙ୍କାରୁ ନେଇକି 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ। ଆକାଉଣ୍ଟ ଖୋଲିବାର 15 ବର୍ଷ ପର୍ଯ୍ୟନ୍ତ ଡିପୋଜିଟ୍ କରିବେ। 21 ବର୍ଷ ପରେ ମେଚୁରିଟି ହେବ। ଝିଅର ଯେତେବେଳେ 18 ବର୍ଷ ହେଇଯିବ ବା ଝିଅର 18 ବର୍ଷ ହେଲେ ପାଠପଢ଼ା ପାଇଁ ବା କିଛି ସାମାନ୍ୟ 50% ଅର୍ଥ ଆପଣମାନେ ୱିଡ୍ର କରିପାରିବେ। ଆଉ 21 ବର୍ଷ ପରେ ମେଚୁରିଟି ପରେ ସବୁ ଆମାଉଣ୍ଟ ୱିଡ୍ର କରିପାରିବେ। ଆଉ ଯେଉଁ ଇନକମ୍ ହେବ ଯେଉଁ ଆପଣଙ୍କୁ ସୁଧ ମିଳିବ ତା ଟାକ୍ସ ଛାଡ଼ କୌଣସି ଟାକ୍ସ ଦେବାକୁ ପଡ଼ିବନି ତା ଉପରେ ବୋଲି ସୂଚନା ରହୁଛି। ଆଉ ଯଦି ଆପଣଙ୍କର ଝିଅ ଅଛନ୍ତି ତାହେଲେ ପୋଷ୍ଟ ଅଫିସ ବା ବ୍ୟାଙ୍କରେ ଯାଇକି ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିପାରିବେ। ଏଥିରେ ବାର୍ଷିକ 8.4% ସୁଧ ମିଳୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଖରା ଛୁଟିରେ ହ୍ୱାଟ୍ସଆପ୍ରେ ଚାଲିବ ପାଠପଢ଼ା। ଶିଶୁ ବାଟିକାରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ବ୍ୟବସ୍ଥା ଲାଗୁ କଲା ଓସେବା। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସରକାରୀ ସ୍କୁଲଗୁଡ଼ିକରେ ଆଗୁଆ ଖରା ଛୁଟି ଘୋଷଣା କରାଯାଇଛି। ମାନେ ଏପ୍ରିଲ 27 ତାରିଖରୁ ସବୁ ସ୍କୁଲ କଲେଜ ଅଙ୍ଗନବାଡ଼ି ଛୁଟି। ତେବେ ଦୀର୍ଘ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେମାନେ ଶିକ୍ଷା ସହିତ ଯୋଡ଼ି ହୋଇ ରହିବେ ସେଥିପାଇଁ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଓସେପାର ନିର୍ଦ୍ଦେଶ ଅନୁଯାୟୀ ଚଳିତ ଗ୍ରୀଷ୍ମ ଅବକାଶରେ ଶିଶୁ ବାଟିକାରୁ ଆରମ୍ଭ କରି 8ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ
ସରକାରୀ ସ୍କୁଲ ପିଲାଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଶିକ୍ଷାଦାନ କରାଯିବ ବୋଲି ତଥ୍ୟ ରହୁଛି। ଓସେବା ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି, ତ ଯାହାକି ପ୍ରତ୍ୟେକ ସ୍କୁଲରେ ଶ୍ରେଣୀଭିତ୍ତିକ ଅଭିଭାବକ ହ୍ୱାଟ୍ସଆପ୍ ଗ୍ରୁପ ସୃଷ୍ଟି କରାଯିବ। ଏହି ଗ୍ରୁପ ମାଧ୍ୟମରେ ସ୍କୁଲ କର୍ତ୍ତୃପକ୍ଷ ସିଧାସଳଖ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକଙ୍କ ସହିତ ଯୋଡ଼ି ହେବେ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଆସନ୍ତା 30 ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ହୋଇପାରେ ଆଲୋଚନା। ମାତ୍ର ଦିନକ ପାଇଁ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ବିଧାନସଭା ଭବନରେ ଦିନ 11ଟାରେ ବସିବ ସ୍ୱତନ୍ତ୍ର ଅଧିବେଶନ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ହେବ ଆଲୋଚନା। ପରବର୍ତ୍ତୀ ଅପଡେଟ୍ ରହୁଛି ଏଥର ଷୋହଳ ଆସିପାରେ ମୌସୁମୀ। ମେ ମାସ 25 ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅନେକ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି। ତେବେ ଏହି ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଷୋହଳ ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଅର୍ଥାତ୍ ମେ ମାସ ଶେଷ ସପ୍ତାହରେ, ବିଶେଷ କରି ମେ ମାସ 25 ତାରିଖ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନାରେ ଯେଉଁମାନେ ଆବେଦନ କରିନାହାନ୍ତି ଜଲ୍ଦି କରିଦିଅନ୍ତୁ, କାରଣ ଆବେଦନର ଶେଷ ତାରିଖ ଏପ୍ରିଲ ମାସ 30 ତାରିଖ ରହିଛି। ଆବେଦନ କରିବା ପୂର୍ବରୁ ସମସ୍ତ ଡକୁମେଣ୍ଟ ଠିକ୍ ଭାବରେ ଦେଇକି ସଠିକ୍ ତଥ୍ୟ ଦେଇକି ଆବେଦନ କରନ୍ତୁ। ଆଉ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଅଗଷ୍ଟ ମାସ 28 ତାରିଖ ବା ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳକେ 2ଟି କିସ୍ତି 10,000 ମିଳିବ ବୋଲି ତଥ୍ୟ ରହୁଛି। ତା ସହିତ ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ କିସ୍ତି ମଧ୍ୟ ସେହିଦିନ 5,000 ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ରହୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି ବିହାରୀ ଠକ ଗ୍ୟାଙ୍ଗ ଗିରଫ। ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ ଟଙ୍କା ଓ ଗହଣା। ସୁନ୍ଦରଗଡ଼ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଧରାପଡ଼ିଲା ଗ୍ୟାଙ୍ଗ। ଏମାନଙ୍କଠାରୁ ପିତ୍ତଳ ମୂର୍ତ୍ତି, ପୂଜାପାଠ ବହି, 7 ମୋବାଇଲ ଫୋନ୍, ବିଭିନ୍ନ ରତ୍ନପଥର ଓ ଲୁଟ୍ ସୁନା ଗହଣା ଜବତ କରାଯାଇଛି। ସୁନ୍ଦରଗଡ଼ ସଦର ଥାନା ଲଙ୍କାହୁଡ଼ା ଗାଁରେ ଘଟିଛି ଏଭଳି ଘଟଣା ବୋଲି ସୂଚନା ରହୁଛି। ଗତକାଲି 5 ଜଣ ଅଜଣା ବ୍ୟକ୍ତି ଧୋତି ଗାମୁଛା ପିନ୍ଧି ଚିତା ଲଗାଇ ସିଦ୍ଧ ପଣ୍ଡିତ ଭାବେ ଗାଁର ଗୋବର୍ଦ୍ଧନ ଓରାମଙ୍କ ଘରେ ପ୍ରବେଶ କରିଥିଲେ। ହିନ୍ଦୀରେ କଥାବାର୍ତ୍ତା କରି ଘରେ ଗ୍ରହଦଶା ଓ ବିପଦ ଥିବା କଥା କହି ଗୋବର୍ଦ୍ଧନଙ୍କ ପରିବାରକୁ ଭୟଭୀତ କରିଥିଲେ। ଗୋବର୍ଦ୍ଧନଙ୍କ ସ୍ତ୍ରୀକୁ ନିଜ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କଠାରୁ ଟଙ୍କା ଓ ଗହଣା ଦାବି କରିଥିଲେ। ଭୟରେ ଗୋବର୍ଦ୍ଧନଙ୍କ ପତ୍ନୀ ସେମାନଙ୍କୁ ଟଙ୍କା ଓ ଗହଣା ଦେବାରୁ ସେସବୁକୁ ନେଇ ଚମ୍ପଟ ମାରିଥିଲେ ଠକ ଗ୍ୟାଙ୍ଗ। ଘଟଣା ସମ୍ପର୍କରେ ଗୋବର୍ଦ୍ଧନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସୁନ୍ଦରଗଡ଼ ଏସ୍ପିଙ୍କର ନିର୍ଦ୍ଦେଶ କ୍ରମେ 3ଟି ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମ୍ପୃକ୍ତ ଠକ ଗ୍ୟାଙ୍ଗକୁ ଗିରଫ କରିଥିବା ସୂଚନା ରହିଛି। ଧରାପଡ଼ିଥିବା ସମସ୍ତେ ବିହାରର ଔରଙ୍ଗାବାଦ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ କହିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏପରି ଠକମାନଙ୍କୁ ପ୍ରଶ୍ରୟ ନ ଦେବାକୁ ପୋଲିସ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ। ସ୍କୁଲ ତଦନ୍ତ କମିଟିର ରିପୋର୍ଟ ଆଧାରରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ନେଇ ନିଜେ ନାବାଳିକା ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବୋଲି ସୂଚନା ରହୁଛି। ବର୍ତ୍ତମାନ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଥିବା ସୂଚନା ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଆଜିଠାରୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା। ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି ପରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି। ଆଜିଠାରୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜିଠାରୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି। ମେ ମାସ 1 ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହିତ 30ରୁ 40 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। କାଳବୈଶାଖୀ ପ୍ରଭାବରେ ଅଶାନ୍ତ ରହିପାରେ ସମୁଦ୍ର ମଧ୍ୟରେ ଝଡ଼ ଓ ଅଧିକ ବେଗରେ ପବନ ବହିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ କୁଆପଥର ମାଡ଼ ହେବାର ଆଶଙ୍କା ଥିବାରୁ ଏଥିପ୍ରତି ସତର୍କ ରହିବାକୁ ଜନସାଧାରଣମାନଙ୍କୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରିଛନ୍ତି ବଡ଼ ଘୋଷଣା। ଅମିତ ଶାହ କହିଛନ୍ତି ଯେ ମେ ମାସ 5 ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ ଜଣ ଜଣ କରି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁପ୍ରବେଶକାରୀମାନେ ଆମ ଯୁବକମାନଙ୍କର ଚାକିରି ଛଡ଼ାଇ ନେଉଛନ୍ତି, ଗରିବଙ୍କ ରାସନ ଖାଉଛନ୍ତି। ମମତା ଦିଦି ଏମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି। ପରବର୍ତ୍ତୀ ଅପଡେଟ୍ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥକଳା। ଆଜି ରଥ ନିର୍ମାଣର ପଞ୍ଚମ ଦିନ ଥିବାବେଳେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା, ଭୋଇ, କରତି ଓ କମାର ସେବାୟତ। ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ଭ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥ ପାଇଁ ମୋଟ 42ଟି ତୁମ୍ଭର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପରବର୍ତ୍ତୀ ଅପଡେଟ୍ ହେଉଛି ଟ୍ରେନ୍ ଲାଇନ୍ କଡ଼ରେ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କର ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ଭିଏସ୍ଏସ୍ ନଗର ତାରିଣୀ ବସ୍ତି ନିକଟ ଟ୍ରେନ୍ ଲାଇନ୍ରୁ ମିଳିଛି ମୃତଦେହ। ମୁହଁରେ ଶକ୍ତ ଆଘାତ ଲାଗିଥିବା ଦେଖିବା ପାଇଁ ମିଳିଛି। ମୃତଦେହ ଜବତ କରି ଆର୍ପିଏଫ୍ ଓ ଜିଆର୍ପି ପୋଲିସ। ମୃତକ ହେଉଛନ୍ତି ଦୁର୍ଗାଶ୍ରୀ ସାମଲ। ତାଙ୍କ ଘର ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ବୋଲି ସୂଚନା ରହୁଛି। ମଞ୍ଚେଶ୍ୱର ଏକ ଟେକ୍ସଟାଇଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସକାଳୁ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ପହଞ୍ଚିଛନ୍ତି। ମୁହଁରେ ଦାଗ, ବେକରେ ଦାଗ ରହିଥିବାରୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସ୍ୱାମୀଙ୍କ ସହିତ ତାଙ୍କର ମନାନ୍ତର ଯୋଗୁଁ ସେ ପରିବାରଠାରୁ ଅଲଗା ରହୁଥିଲେ। ପରବର୍ତ୍ତୀ ଅପଡେଟ୍ ହେଉଛି କଟକ ମାହାଙ୍ଗାସ୍ଥିତ ବିରୁପା ନଦୀରେ ବୁଡ଼ି ଯୁବକଙ୍କର ମୃତ୍ୟୁ। ମୃତକ ହେଲେ ସ୍ଥାନୀୟ କାଳିଅଣ୍ଟି ଗାଁର ପଦ୍ମଲୋଚନ ଜେନା। ଗୁଣପୁର ବିରୁପା ନଦୀ କୂଳରେ ଥିବା ଶନି ମନ୍ଦିରକୁ ଜଳାଭିଷେକ କରିବାକୁ ସାଙ୍ଗ ମୃତ୍ୟୁଞ୍ଜୟ ସେଠୀଙ୍କ ସହିତ ଯାଇଥିଲେ ପଦ୍ମଲୋଚନ। ନଦୀ ଆରପଟୁ ପାର ହୋଇ ଆସୁଥିବା ବେଳେ ହଠାତ୍ ପାଣି ଭିତରକୁ ଧସି ହୋଇ ବୁଡ଼ିଗଲେ ପଦ୍ମଲୋଚନ ବୋଲି ସୂଚନା ରହୁଛି। ଜୀବନ ବିକଳରେ ସାଙ୍ଗରେ ଆସିଥିବା ମୃତ୍ୟୁଞ୍ଜୟ କୂଳକୁ ଆସି ସ୍ଥାନୀୟ ଲୋକଙ୍କୁ ଡାକ ପକାଇବାରୁ ସ୍ଥାନୀୟ ଲୋକେ ନଦୀ ଭିତରୁ ପଦ୍ମଲୋଚନକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପରବର୍ତ୍ତୀ ଅପଡେଟ୍ ହେଉଛି ପ୍ରେମିକ ପରେ ଝୁଲି ପଡ଼ିଲା ପ୍ରେମିକା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା। ସଖୀ ସେଣ୍ଟର ବାଥରୁମ୍ରେ ଓଢ଼ଣୀରେ ଝୁଲି ପଡ଼ିଲେ ନାବାଳିକା। ନାବାଳିକା ଜଣକ ଅନୁଗୁଳ ସଦର ଥାନା ସମାକୋଇ ଗାଁର। କିଛି ଦିନ ତଳେ ସେ ପ୍ରେମିକଙ୍କ ସହିତ ଘରୁ ପଳାଇଥିଲେ। ଗତକାଲି ତାଙ୍କର ପ୍ରେମିକ ଢେଙ୍କାନାଳ ନିମିଧା ଗାଁର ବେଣୁପାଣି ସାହୁ ଜୀବନ ହାରିଥିଲେ। ଏହାପରେ ଗତକାଲି ନାବାଳିକାଙ୍କୁ ଉଦ୍ଧାର କରି ପୋଲିସ ସଖୀ ସେଣ୍ଟରରେ ରଖିଥିଲା। କିନ୍ତୁ ସକାଳୁ ସକାଳୁ ନାବାଳିକା ଜଣକ ବାଥରୁମ୍ ଯିବାର ବାହାନା କରି ବାଥରୁମ୍ ଭିତରେ ଓଢ଼ଣୀରେ ଝୁଲି ପଡ଼ିଥିବା ସୂଚନା ରହୁଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ପଢ଼ି ହେଉନାହିଁ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍। ହାଇକୋର୍ଟଙ୍କ ଅସନ୍ତୋଷ, ସୁନ୍ଦର ଅକ୍ଷରରେ ପ୍ରେସ୍କ୍ରିପସନ୍ ଲେଖିବାକୁ ନିର୍ଦ୍ଦେଶ। ପରବର୍ତ୍ତୀ ଅପଡେଟ୍ ରହୁଛି ନୂଆ ଶିକ୍ଷାବର୍ଷ ଆରମ୍ଭର 20 ଦିନ ଟପିଲାଣି, ହେଲେ ଏଯାଏଁ ସ୍କୁଲରେ ପହଞ୍ଚିଲାନି ପାଠ୍ୟ ପୁସ୍ତକ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ କହିଲା ଖରା ଛୁଟି ପୂର୍ବରୁ ସମସ୍ତ ବହି ସ୍କୁଲରେ ପହଞ୍ଚିବ। ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର। ଜୁନ୍ 17 ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ। ତେବେ ବିନା ବହିରେ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ କିପରି ସଫଳ ହେବ, ଖରା ଛୁଟିରେ ବିନା ବହିରେ ପିଲାମାନେ କିପରି ଘରେ ରହି ପଢ଼ିବେ, ତାହାକୁ ନେଇ ଚିନ୍ତାରେ ଅଭିଭାବକ ଥିବା ସୂଚନା ରହିଛି। ସରକାରୀ ନିୟମ ଅନୁଯାୟୀ ଶିକ୍ଷାବର୍ଷ ଆରମ୍ଭରୁ ସ୍କୁଲ ସ୍ତରରେ ବହି ପହଞ୍ଚିବା ଆବଶ୍ୟକ। ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକର ପରିବର୍ତ୍ତନ ହୋଇଛି। ଢେର ଆଗରୁ ବହି ଛପା କାର୍ଯ୍ୟକ୍ରମ ମଧ୍ୟ ହୋଇଛି। ଏପରିକି ନୂଆ ପାଠ୍ୟପୁସ୍ତକ ଅନୁଯାୟୀ ଶିକ୍ଷକଙ୍କୁ 5 ଦିନିଆ ପ୍ରଶିକ୍ଷଣ ଦିଆଯାଇଛି। ହେଲେ ଆବଶ୍ୟକୀୟ ଥିବା ମୋଟ 2,74,00,000 ବହିର ଛପା କାର୍ଯ୍ୟ ଶେଷ ହୋଇନି। ଫଳରେ ସ୍କୁଲକୁ ତରବରିଆ ଭାବେ ଖଣ୍ଡେ ଅଧେ ବହି ପଠାଯାଇଛି। ଏପରିକି ଏହି ବହି ବଣ୍ଟାକୁ ନେଇ ସ୍କୁଲ ଓ କ୍ଲଷ୍ଟର ସ୍ତରରେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିବା ସୂଚନା ରହିଛି। ରାଜ୍ୟର ସମସ୍ତ ସ୍କୁଲକୁ ବହି ଏଯାଏ ପହଞ୍ଚି ନାହିଁ। ଯେଉଁ ସବୁ ସ୍କୁଲକୁ ବହି ପଠାଯାଇଛି, କେଉଁଠି ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀର ବହି ଆସିଛି ତ ଆଉ କେଉଁଠି କେବଳ ଅଷ୍ଟମ ଶ୍ରେଣୀର ବହି ଆସିଛି। ଯେଉଁ ଶ୍ରେଣୀର ବହି ଆସିଛି ତାର ସମ୍ପୂର୍ଣ୍ଣ ସମସ୍ତ ବହି ଆସିନି। ଯଦି ପଞ୍ଚମ ଶ୍ରେଣୀର 4ଟି ବହି ଆସିଛି, ଅଷ୍ଟମ ଶ୍ରେଣୀର 3 ଖଣ୍ଡ ଲେଖାଏଁ ବହି ଆସିଛି। ତାହା ପୁଣି ଯଦି 50 ପିଲା ପଢ଼ୁଛନ୍ତି, ସେଠାକୁ ମାତ୍ର 30 ଲେଖାଏଁ ବହି ଆସିଛି। ଏହି କ୍ଷେତ୍ରରେ କାହାକୁ କ'ଣ ବହି ଦେବେ ତାକୁ ନେଇ ଶିକ୍ଷକମାନେ ଚିନ୍ତାରେ ରହୁଛନ୍ତି। ଜଣେ ଶିକ୍ଷକଙ୍କର କହିବା କଥା, ଗତକାଲି ବହି ବଣ୍ଟାକୁ ନେଇ କଟକର ମଧ୍ୟରେ ଗଣ୍ଡଗୋଳର ପରିସ୍ଥିତି ଦେଖିବା ପାଇଁ ମିଳିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ମତ୍ସ୍ୟ ବିଭାଗ। ଏପ୍ରିଲ 25 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ମନା କରାଯାଇଛି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ଆଜି ସୁଦ୍ଧା କୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।
ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବା ସୂଚନା ରହିଛି। ପବନ ପ୍ରବଳ ପବନ ସାଙ୍ଗକୁ ବର୍ଷା ପ୍ରବଳ ହେବ ବୋଲି ସମ୍ଭାବନା ରହିଛି। ଏନେଇ ଉଦୟପୁର, ତାଳସାରୀ, ରଣସିଂହପୁର, କୀର୍ତ୍ତିନିଆ ଆଦି ସ୍ଥାନରେ ମତ୍ସ୍ୟଜୀବୀମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ଜାରି କରାଯାଇଛି। ଏହା ସହିତ ପ୍ରବଳ ପବନରେ ଡଙ୍ଗା ବାଡ଼େଇବାରେ ସମ୍ଭାବନା ଥିବାବେଳେ ମାଛଧରା ଜାଲ ଓ ସମସ୍ତ ସାମଗ୍ରୀ ଡଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ କୁହାଯାଇଛି। ଆଉ ଏହାକୁ କେହି ମତ୍ସ୍ୟଜୀବୀ ଅବମାନନା କରି ଯଦି ସମୁଦ୍ରକୁ ଯାଆନ୍ତି ତେବେ ତାଙ୍କ ଉପରେ ମତ୍ସ୍ୟ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି କଟକ କ୍ୟାଣ୍ଟନମେଣ୍ଟ ରୋଡରେ ବାଇକ୍ରେ ଯାଉଥିବା ସ୍ୱାମୀ ଓ ସ୍ତ୍ରୀଙ୍କୁ ଧକ୍କା ଦେଲା ଆମ ବସ୍। ମୁଖ୍ୟ ବିଚାରପତିଙ୍କ ଘର ନିକଟରେ ସ୍ୱାମୀ ଓ ସ୍ତ୍ରୀ ବାଇକ୍ରେ ଠିଆ ହୋଇଥିବା ବେଳେ 81 ନମ୍ବର ଆମ ବସ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ, ଯାହାଫଳରେ ଉଭୟ ଛିଟକି ପଡ଼ିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଆମ ବସ୍ ଡ୍ରାଇଭରକୁ ଧରି ନିର୍ଦ୍ଧୁମ ଛେଚିଥିଲେ। ଏହା ସହିତ ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣା ପରେ ଏହି ଅଞ୍ଚଳରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ସେପଟେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହିତ ଦୁର୍ଘଟଣା ଘଟାଇଥିବା ଆମ ବସ୍ ଡ୍ରାଇଭରକୁ ଅଟକ ରଖିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ପାହାଡ଼ରୁ 80 ଫୁଟ ତଳକୁ ଖସିଲା କାର୍। ଗାଡ଼ିଟି ଏକ ଗଛରେ ଲାଖିଯିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ପରିବାରର 7 ସଦସ୍ୟ। ନୟାଗଡ଼ ଜିଲ୍ଲା ଫତେଗଡ଼ ଶ୍ରୀ ରାମ ମନ୍ଦିର ଦର୍ଶନ କରିବାକୁ ଆସି ଏଭଳି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କିରାସିଲା ଅଞ୍ଚଳର ଏକ ପରିବାର। ଦୁର୍ଘଟଣାରେ ପରିବାରର 7 ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଏଲପିଜି ଗ୍ୟାସ୍କୁ ନେଇ ଆସିଲା ବଡ଼ ଖବର। ଯଦି ଆପଣମାନେ ନୂଆ କନେକ୍ସନ ନେବା ପାଇଁ ଚାହୁଁଛନ୍ତି, ବର୍ତ୍ତମାନ ଆପଣମାନେ ଏଲପିଜି ଗ୍ୟାସ୍ର ନୂଆ କନେକ୍ସନ ନେଇପାରିବେ ନାହିଁ। ଆହୁରି 2 ରୁ 3 ମାସ ପର୍ଯ୍ୟନ୍ତ ନୂଆ କନେକ୍ସନ ମିଳିବ ନାହିଁ ବୋଲି ଏଜେନ୍ସି ପକ୍ଷରୁ କୁହାଯାଉଛି। କିନ୍ତୁ ଯେତେ ପର୍ଯ୍ୟନ୍ତ ଯୁଦ୍ଧ ଲାଗିଥିବ, ଗ୍ୟାସ୍ର ଅଭାବ ଥିବ, ଆଶଙ୍କା କରାଯାଉଛି ସେତେ ପର୍ଯ୍ୟନ୍ତ ନୂଆ କନେକ୍ସନ ମିଳିପାରିବ ନାହିଁ। ବା ଆପଣଙ୍କର ଯଦି ଗୋଟେ ଗ୍ୟାସ୍ ଅଛି, ଆପଣମାନେ ଚାହୁଁଛନ୍ତି ଆଉ ଗୋଟେ ସିଲିଣ୍ଡର ଆଡ୍ କରିବା ପାଇଁ, ତାହେଲେ ମଧ୍ୟ ଆଡ୍ କରିପାରିବେ ନାହିଁ ବୋଲି ତଥ୍ୟ ରହୁଛି। ତ ବର୍ତ୍ତମାନ ଏଲପିଜି ଗ୍ୟାସ୍ରେ EKYC କି ନେଇ ମଧ୍ୟ ପ୍ରୋବ୍ଲେମ୍ ଦେଖାଦେଇଛି। ବହୁତ ସାରା ହିତାଧିକାରୀମାନଙ୍କର EKYC କଟିଯାଇଛି, ଯାହାଫଳରେ ସେମାନେ ଏଜେନ୍ସି ଆଗରେ ଲମ୍ବା ଲାଇନ୍ ଲଗାଉଛନ୍ତି KYC ପାଇଁ। ଆଉ ଯଦି ସେମାନେ KYC ନ କରିବେ ତାହେଲେ ସେମାନଙ୍କୁ ସବସିଡି ମିଳିବ ନାହିଁ, ତା ସହିତ ଗ୍ୟାସ୍ ମିଳିବାରେ ମଧ୍ୟ ହଇରାଣ ହେବେ ବୋଲି ତଥ୍ୟ ରହୁଛି। ତ ଯାହାଫଳରେ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଆଉ ବହୁତ ସାରା ହିତାଧିକାରୀ ଗ୍ୟାସ୍ ମଧ୍ୟ ଭରିବାରେ ଅସମର୍ଥ ହେଉଥିବା ଦେଖିବା ପାଇଁ ମିଳିଛି। କାରଣ ଗ୍ୟାସ୍ ଦର ଖୋଲାରେ ଯଦି ଆପଣମାନେ ଭରୁଛନ୍ତି ଲିଟର ପିଛା 200 ରୁ 300 ଟଙ୍କା ଦେଖିବା ପାଇଁ ମିଳୁଛି। ତ ଯାହାଫଳରେ ଯେଉଁମାନେ 5 ଲିଟରିଆ ଗ୍ୟାସ୍ ବ୍ୟବହାର କରୁଛନ୍ତି ବା ଖୋଲାରେ ଗ୍ୟାସ୍ ଭରୁଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଯଦି ଆପଣମାନେ ଏୟାରଟେଲ ସିମ୍ ବ୍ୟବହାର କରୁଛନ୍ତି, ଏୟାରଟେଲ ରିଚାର୍ଜ କରୁଛନ୍ତି, ତାହେଲେ ଏୟାରଟେଲର ରିଚାର୍ଜ ଦାମ ବୃଦ୍ଧି ହୋଇଥିବା ସୂଚନା ରହୁଛି। କାରଣ ଏୟାରଟେଲ ଏହାର ସବୁଠାରୁ ଲୋକପ୍ରିୟ 84 ଦିନର ବୈଧତା ବିଶିଷ୍ଟ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ବୃଦ୍ଧି କରିଛି। ପୂର୍ବରୁ ଯୋଜନା 859 ଟଙ୍କା ଉପଲବ୍ଧ ହେଉଥିଲା, କିନ୍ତୁ ବର୍ତ୍ତମାନ ମୂଲ୍ୟ ବୃଦ୍ଧି ହୋଇକି 899 ଟଙ୍କାକୁ ବୃଦ୍ଧି କରାଯାଇଛି। ମାନେ 40 ଟଙ୍କା ଅଧିକ ଦେବା ପାଇଁ ପଡ଼ିବ ବୋଲି ସୂଚନା ରହିଛି। ତା ସହିତ 799 ଟଙ୍କିଆ ଯୋଜନା ଆଉ ନାହିଁ। 799 ଟଙ୍କିଆ ଯେଉଁ ଯୋଜନା ଥିଲା ସେ ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିବା ସୂଚନା ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସୁନା ଦରକୁ ନେଇକି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 1,41,200 ଟଙ୍କା ଥିବାବେଳେ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 1,54,040 ଟଙ୍କା ଥିବା ରେକର୍ଡ ହୋଇଛି। ତ ସେହିପରି ରୂପା ଦର କେଜି ପିଛା 2,60,000 ଟଙ୍କାରେ ପହଞ୍ଚିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ମେ ମାସ 11 ତାରିଖରୁ ବରଗଡ଼ ଜିଲ୍ଲାରେ ଖୋଲିବ ଧାନ ମଣ୍ଡି। ଅତାବିରା ମାର୍କେଟ ୟାର୍ଡରୁ ରବି ଋତୁ ଧାନ କିଣା ଆରମ୍ଭ ହେବ। DLBC ବୈଠକରେ ତାରିଖ ଘୋଷଣା କଲେ ଜିଲ୍ଲାପାଳ। ପରବର୍ତ୍ତୀ ଅପଡେଟ୍ ରହୁଛି ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI। ଗତକାଲିଠାରୁ ଲାଇସେନ୍ସ ରଦ୍ଦ ନେଇ ସୂଚନା ଜାରି କରିଛି RBI। ବ୍ୟାଙ୍କ ରେଗୁଲେସନ ଆକ୍ଟ 1949ର ଧାରା 22 ଅନୁଯାୟୀ ରଦ୍ଦ। ବ୍ୟାଙ୍କକୁ ଉଚ୍ଛେଦ ପାଇଁ ହାଇକୋର୍ଟରେ ଆବେଦନ କରିବ RBI। ପରବର୍ତ୍ତୀ ଅପଡେଟ୍ ରହୁଛି ବର୍ତ୍ତମାନ ଖରା ଦିନ ଚାଲିଛି। ଖରା ଦିନରେ ତ ଆପଣମାନେ ଜାଣିଥିବେ କେତେ ବିଜୁଳି କଟୁଛି। ତା ସହିତ ଆପଣଙ୍କର ପଙ୍ଖା ଅଧିକା ଚାଲିବ ଖରା ଦିନରେ, AC ଫ୍ରିଜ୍ ଏସବୁ ଅଧିକା ଚାଲିବ ଖରା ଦିନରେ। ତ ଯଦି ଆପଣମାନେ ଚାହୁଁଛନ୍ତି
जे आपणकर बिल कम आसू ताहले आपण माने सोलार सेल लगे पारिबे। कारण सरकार योजना जदि सोलार सेल लगेबे पीएम सूर्यघर योजना ताहले आपनको 1,38,000 टंका पर्यंत सब्सिडी मिलिबो, जोड़ा भल कथा। तो चलतु केते किलोवाट रे लगेले केते आपनको सब्सिडी मिलिबो जानि नबा। तो देखंतु जदि 1 किलोवाट रो लगौचंती केंद्रीय सब्सिडी मिलिबो 30,000 टंका, राज्य सब्सिडी 25,000 टंका, टोटाल 55,000 टंका आपनको सब्सिडी मिलिबो। बाकी टंका आपण माने हातुरु पकेबे नले ताको ईएमआई कन्वर्ट मध्य करि परिबे। जदि 2 किलोवाट रो लगौचंती रूफटॉप सोलार ताले केंद्रीय सब्सिडी मिलिबो 60,000 टंका, राज्य सब्सिडी मिलिबो 50,000 टंका, टोटाल आपनको 1,10,000 टंका पड़ीजिवो सब्सिडी आपनको सरकार देबे। बाकी टंका बाकी अल्प किछि टंका हातुरु पकेबे नहले ताको बदे लोन करिकि देई परिबे। तापर होची 3 किलोवाट रो जदि लगौचंती रूफटॉप सोलार 78,000 टंका केंद्रीय सब्सिडी, राज्य सब्सिडी 60,000 टंका, टोटाल 1,38,000 टंका आपनको सब्सिडी मिल जिवो। बाकी आपण अल्प किछि टंका पकेले आपण माने सोलार सेल छात उपरे लगेई पारिबे। स्कीम रो नाम रहउची पीएम सूर्यघर योजना। आवेदन करिबा पई pmsuryaghar.gov.in ले आवेदन करि पारिबे। आ हेल्पलाइन नंबर अछि 1912 कॉल करिकि जोगाजोग करंतु। आ गोटे नंबर रहउची 180034572122 एई नंबर रे कॉल करिकि जदि अलका किछि जानिबा पई चाहुचंती जानि परिबे। परवर्ती अपडेट रहउची वर्तमान बहुत सारा फ्रॉड होउची, तेनु सतर्क करिचंती राज्य सरकार। सरकार सतर्क करुचंती जे बहुत सारा मेसेज आसुची जे लिंक रे क्लिक करंतु एसी पुरस्कार पांतु। माने वर्तमान खरा दिन चलची आ लिंक आसची जे लिंक रे क्लिक कले आपण माने एसी पुरस्कार रे मिलिबे, आपनको घर एड्रेस रे पहुंची जिवो। एमिति किछि लेखा थिबा लोभनीय मेसेज आपनको आसुची कि मु एसी कहली अलका किछि भेई पारे, किछि एमिति किछि लोभनीय ऑफर जदि आसुची बिल्कुल भी लिंक रे क्लिक करंतु नाही। जदि लिंक रे क्लिक करिवे किछि इन्फॉर्मेशन देबे बा खाली क्लिक भी कर दउचंती आपनको बैंक खाता खाली होई जिवो। एथिप्रति सतर्क रुहंतु, सचेतन रुहंतु। परवर्ती अपडेट रहउची आधार कार्ड को नहीं आसिला गुरुत्वपूर्ण खबर, जोड़ा समस्त जानिबा निहाती दरकार, नहले आपण माने हैरान ले पड़िबे। तो देखंतु जदि आपण माने नुआ आधार कार्ड पई आवेदन करूचंती जोड़ा संपूर्ण फ्री आपनको पैसा देबाकू पड़िबनी, किंतु जदि आपण माने निजर डेमोग्राफिक डिटेल्स सच एज आपणकर ना, एड्रेस, जेंडर, डेट ऑफ बर्थ बा लैंग्वेज, मोबाइल नंबर, ईमेल आईडी आदि किछि परिवर्तन करूचंदी ताले 75 टंका दबाकू पड़िबो। जदि आपण माने बायोमेट्रिक अपडेट करबाकू चाहुचंती ताले 125 टंका प्लस टैक्स दबा पई पड़िबो। किंतु जो मानकर बयस 5 वर्ष 15 वर्ष भितर अछि जदि से माने बायोमेट्रिक बा फिंगरप्रिंट अपडेट करचंती सेमानकू कोनोसी चार्जेस दबाकू पड़िबो नाही। परवर्ती अपडेट रहउची महिलांको पई प्रधानमंत्री मोदींकर 10टी ग्यारंटी। महिलांको निर्यातना देउतबा लोकंको दियाजिबो दंड। द्वितीय रे प्रत्येक ब्लॉक रे गोटिए महिला पुलिस स्टेशन रहिबो। तृतीय रे पुलिस बाहिनी रे महिला मानकू बहुत संख्यक नियुक्ति दियाजिबो। 4 नंबर रे महिलांका अकाउंट को जिवो 36,000 टंका। बालिका मानकू स्नातक पढ़िबा पई 50,000 टंका सहायता। गर्भवती मां मानकू 21,000 टंका आर्थिक सहायता। पिला मानकर उत्तम पुष्टि पई जोगाई दियाजिबो 36,000 टंका। सुकन्या समृद्धि योजना झियो मानक भविष्यत एवं सुरक्षित। मुद्रा योजना रे स्टार्टअप गुडी को 20 लाख टंका पर्यंत दियाजिबो ऋण। महिलांकू लक्षपति दीदी हेबा पई जोगाई दियाजिबो सहायता बोली मोदी घोषणा करिसथि। परवर्ती अपडेट रहउची सत्यवादी तहसील अधीन रे जनगणनाकारी अधिकारी गृह गणना कार्य रे एप्रिल 16 रु मे 15 मध्य रे आपणक घर को जिबे। समस्ते सेमानकू सठिक तथ्य सहित सहयोग करबाकू सत्यवादी तहसीलदार अनुरोध करिसथि। परवर्ती अपडेट रहउची कृषक रजिस्ट्री हेउची एक तथ्यावली जेउथिरे आधार और जमीजमा मालिकानार सठिक तथ्य संगृहीत करा जाई एकक कृषक परिचय संख्या प्रदान करा जाए। यह सठिक भाव में योग्य हिताधिकारी चयन में साहाय्य करे। पीएम किसान, सीएम किसान आदि योजना रे हिताधिकारी चयन, किसान क्रेडिट कार्ड रो व्यवहार, सार क्रय तथा अन्यान्य सरकारी योजना रे लाभ पाइबा निमंते कृषक रजिस्ट्री पोर्टाल रे पंजीकरण करिबा अनिवार्य। सेतिपय आधार कार्ड, आधार संयुक्त मोबाइल नंबर, निज नाम रे जमी थिबा आवश्यक। जड़े चाषीर जमी जमा रेकर्ड निज नाम नथिले कौन करिवे? मृत जमीधारिकर मृत्यु प्रमाणपत्र किंबा उत्तराधिकारी प्रमाणपत्र सहित तहसील कार्यालय रे जोगाजोग करी जमी पटारे नाम संशोधन कराई नियंतु।
तापर आपण माने जनसेवा केंद्र को जाइकी agristack.gov.in ले तुरंत आपण माने निजको पंजीकरण करने आवश्यक बोली तथ्य रहउछि। अधिक जानिबा पई 155333 रे जोगाजोग करंतु। परवर्ती अपडेट रहउछि सीएम किसान योजना को नहीं आसिला बड़ खबर। सीएम किसान योजना रे प्रायतः 10 लाख हिताधिकारी ना कटि जाइछि। तेणु आपण ना कटिछि कि रही आपण माने हिताधिकारी लिस्ट जाइकी चेक करंतु। जदि आपणकर ना आसु नथिबा आपणकर ना कटि जाइथिबो। कारण पूर्व थर 51 लाख चाषी भाई मानक मिलिथिला टंका, एथर 41 लाख चाषी भाई मानक मिलिला टंका। प्रायतः 10 लाख चाषी भाईंकर ना कटि जाइछि। तेणु आपण माने चेक करंतु आपणकर ना अछि कि नाही। परवर्ती अपडेट रहउछि राशन को नहीं आसिला बड़ खबर। तो देखंतु एप्रिल मासरे 3 मासर राशन मिलिबार थिला एप्रिल मे जून, जोड़ा केंद्र सरकार घोषणा करथिले। किंतु आपणक अंचल रे वर्तमान राशन दिया जाउछि कि नाही कमेंट सेक्शन ले कमेंट करंतु। कारण विभिन्न जगह भिन्न भिन्न डेट रे राशन मिलुची। कोडी एप्रिल मासरे फास्ट रे मिली जाउची, कोडी एप्रिल मास लास्ट रे मिलुची, कोडी एप्रिल मास न मिलिकी मे मासरे मिली पारे। एमिति विभिन्न जगह रे देखिबा पई मिलुची। किंतु सरकार घोषणा करथिले एप्रिल मासरु दिया जिवो। तेणु विभिन्न जगह भिन्न भिन्न हुए तो मे भी विभिन्न असुविधा पई विभिन्न भिन्न समय रे परिवर्तन होतवा देखिबा पई मिलिची। ठीक अछि। किंतु कहा जाउची जे अन्नपूर्णा योजना ओडिशा जो लागू होईची एथिरे 5 केजी अतिरिक्त चाउल दिया जिवो मुंड पिछा। जदि आपणकर 5 जण मेंबर ताले मासिक आपण माने आगुरु 25 किलो चाउल पाउथले, किंतु वर्तमान 50 किलो चाउल पाइबे। कारण केंद्र सरकार सहित राज्य सरकार मध्य अतिरिक्त 5 केजी नाखा राशन देबे। ता सहित जदि आपनको 3 मासर राशन एका बेले के मिलुची ताहले आपनको बहुत राशन मिल जिवो। ठीक अछि। तो इथिला अपडेट आशा करा जाउची एप्रिल मासरे प्रायतः हिताधिकारी मानकु राशन दिया जाउची। आपणक अंचल दिया जाउची कि नाही निहाती भाबे आपण माने राशन डीलर का पाखकु बुझी पारिबे। राशन डीलर का पाखरु बुझी पारिबे जे आपणक अंचल रे केबे राशन दिया जिवो। परवर्ती अपडेट रहउची मधुबाबू पेंशन योजना को नै आसिला बड़ खबर। मधुबाबू पेंशन केवल टंका नुए बरं प्रत्येक हिताधिकारी पई स्वाभिमान सहित बंचिबार एक नुआ आशा बोली एसएससी पीडी पक्षरु कुआ जाइछि। ता सहित जो मानकर बयस होगलानी सेमानकु मधुबाबू पेंशन योजना आवेदन करबा पई परामर्श दिया जाउछि। ऑफिशियल वेबसाइट रहउछि sscpd.odisha.gov.in। परवर्ती अपडेट रहउछि सरकार अंत्योदय गृह योजना रे घर बांटिथिबा सूचना रहउछि। कारण विभिन्न जगह रे घर बंटा ऑलरेडी आरंभ हो जाइछि। आ प्रथम किस्ती बाबद को 40,000 टंका प्रदान करा जाइछि। ता सहित पूर्वरु जो मानकु घर मिलिथिला, जो माने 3 मास 6 मास भीतर घर कंप्लीट करचंती सेमानकु 20,000 10,000 टका नाखा प्रोत्साहन राशि मध्य मिलुची। तेणु आपणक अंचल रे जदि आपण माने अंत्योदय गृह योजना रे आवेदन करथिले निहाती भाबे आपणको घर मिलिबो। कारण धीरे धीरे घर मिलिबा अंत्योदय योजना रे आरंभ हो जाइछि। किंतु प्रधानमंत्री आवास योजना ग्रामीण रे वर्तमान सुधा घर मिली पारला नाही। आ वर्तमान एबे मध्य मिलिबार चांस नाही। आशा करा जाउछि जे 2026 लास्ट 2027 फास्ट जेतले इलेक्शन हबो सेही टाइम रो मे भी मिली पारे। किंतु वर्तमान अंत्योदय गृह योजना जो माने आवेदन करथिले सेमानंकु घर मिलुची। आ जदि आपण माने अंत्योदय गृह योजना रे आवेदन करि नांती ताले आवेदन करि नियंतु। जदि भी आवास योजना रे घर न मिले अंत्योदय गृह योजना रे घर खंडिए पाई परिबे। परवर्ती अपडेट रहउची शेयर मार्केट न्यूज को नै आसिला बड़ खबर। जदि आपण माने ट्रेडिंग करूछंती बा शेयर मार्केट रे इन्वेस्ट करूछंती आपनको पई गुरुत्वपूर्ण खबर। कारण शेयर मार्केट वर्तमान बहुत मात्रा रे डाउन हेबारे लागिछि। कारण ईरान इस्राएल अमेरिका मध्य जो युद्ध चली घनाघोट युद्ध, तो युद्ध में बर्तमान शेयर मार्केट डाउन होबारे लागिछि। हुए तो गोटे गोटे दिन एमती बढ़ी जाउछि, नले विभिन्न दिन रे प्रायतः दिन रे शेयर मार्केट डाउन। वर्तमान निफ्टी 50 डाउन ले अछि, बैंक निफ्टी मध्य डाउन, 50 निफ्टी डाउन, सेंसेक्स डाउन, निफ्टी मिड कैप सी डाउन, बैंक ईएक्स डाउन। प्रायतः जिनस बर्तमान डाउन देखिया पई मिलुछि। कारण जदि आपण माने इन्वेस्ट करूचंती सदा सर्वदा आपण माने इन्वेस्ट करबा पूर्वरु इंडेक्स चेक करंतु। इंडेक्स चेक करके जदि डाउन चलीची को क्षेत्रटा डाउन चलीची देखंतु, तापर इन्वेस्ट कले देखि चाहिए करंतु, नले आपण माने फाइन ले पड़िबे। कारण नले लॉस रे पड़िबे बोली सूचना रहउछि। कारण ऑयल दर वर्तमान धीरे धीरे वृद्धि हबो। कारण ईरान इस्राएल युद्ध जोगु तेल जहाज आसी पारुनी, जा फल रे पेट्रोल पंप रे मध्य नियम लागू हो गलानी। सेठी मध्य तेल आ किछि दिन परे तेल मिलिबा मध्य बहुत कष्ट होइजिवो। ठीक अछि। तेणु वर्तमान जदि आपण माने इन्वेस्ट करूचंती वर्तमान डाउन विभिन्न देखिबा पई मिलिबो।
जोटा ऑयल प्राइस इंपैक्ट पकेबो ता सहित युद्ध इंपैक्ट पकाउछि विभिन्न जिनसरे वर्तमान इम्पैक्ट पड़ोछि आ टंकार मूल्य मध्य ह्रास पाइछि कारण गोटे डॉलर वर्तमान 94 टंकार पहुँचलानी तेणु टंकार मूल्य मध्य ह्रास पाउछि तेणु यही क्षेत्र में जो मैंने ट्रेडिंग करुँच से गुरुत्वपूर्ण खबर ट्रेडिंग करने पूर्व इंडेक्स निहाती भाव चेक करूँ ना न्यूज देखिकी आपण मैंने ट्रेडिंग करने परामर्श दि जाऊँ। तो जहाँकि आजिकार टॉप न्यूज आसाला वीडियो लाइक करूँ शेयर करूँ। जय जगन्नाथ।